2024 ନିର୍ବାଚନ ଦିନକୁ ଦିନ ସରଗରମ ହେବାକୁ ଲାଗିଛି। ଏସବୁ ଭିତରେ ବାଙ୍ଗିରପୋଷି ନିର୍ବାଚନ ମଣ୍ଡଳୀରୁ ଶୁଣିବାକୁ ମିଳିଛି ଏକ ରୋଚକ ତଥ୍ୟ। ନଣନ୍ଦ ଭାଉଜ ହେବେ ମୁହାଁମୁହିଁ। ହଁ ଆଜ୍ଞା, ନଣନ୍ଦ ଭାଉଜ ହେବେ ମୁହାଁମୁହିଁ। 2019ରେ ମଧ୍ୟ ଏଠାରେ ଦାଦା ପୁତୁରା ଲଢ଼େଇ ଦେଖିବାକୁ ମିଳିଥିଲା। ବିଜେପିରୁ ପ୍ରାର୍ଥୀ ହୋଇଥିବା ଦାଦା ସୁକଦା ମୁର୍ମୁଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ ହୋଇଥିଲା ପୁତୁରା ସୁଦାମ ମାରାଣ୍ଡି। ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ବି 1000ରୁ ଅଧିକ ଭୋଟରେ ବାଜି ମାରି ନେଇଥିଲା ସୁଗାଦା। ଆଉ ଏଥର ସୁଗାଦାଙ୍କ ଝିଅ ସଞ୍ଜଲି ମୁର୍ମୁ ଏବଂ ସୁଦାମଙ୍କ ପତ୍ନୀ ରଞ୍ଜିତାଙ୍କ ମଇଦାନରେ ଦେଖିବାକୁ ମିଳିବ। ସମ୍ପର୍କରେ ସଞ୍ଜଲି ଭାଉଜ ହେବେ ରଞ୍ଜିତା ନଣନ୍ଦ ଭାଉଜ। ଉଭୟ ରାଜନୀତିରେ ନୂଆ। ଉଚ୍ଚଶିକ୍ଷିତ ଓ ଯୁବ ଆଦିବାସୀ ଚେହେରା ଭାବେ ସଞ୍ଜଲିକୁ ବିଜେପି ଭରସା କରିଥିବା ବେଳେ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ରାଜନୀତିକୁ ଆସିଥିବା ରଞ୍ଜିତା ସ୍ୱାମୀଙ୍କ ଲୋକପ୍ରିୟତାକୁ ଭରସା କରିଛନ୍ତି। ଅନ୍ୟପଟୁ ଉଭୟ ବିଜେଡି ଓ ବିଜେପି ପରିବାରବାଦ ରାଜନୀତି କରିଥିବାରୁ ଏହାକୁ ନିର୍ବାଚନୀ ମୁଦ୍ଦା କରାଯିବ ବୋଲି କହିଛି ଜେଏମ୍ଏମ୍ ଓ କଂଗ୍ରେସ।